କୋର୍ଟରେ ଆତ୍ମସମର୍ପଣ କଲେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର। ବହୁଚର୍ଚ୍ଚିତ ବରଗଡ଼ ସୋହେଲା ଦିଲେଶ୍ୱର ହତ୍ୟା ମାମଲା। ସୋମବାର ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟରେ ଆତ୍ମସମର୍ପଣ କଲେ ସମ୍ବଲପୁର ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ଏହି ମାମଲାରେ ତାଙ୍କୁ ସ୍ୱତନ୍ତ୍ର କୋର୍ଟରେ ହାଜର ପାଇଁ ଗତ ଜୁଲାଇ 30ରେ ନିର୍ଦ୍ଧାରିତ ତାରିଖ ଧାର୍ଯ୍ୟ ହୋଇଥିଲା। ଉକ୍ତ ଦିନ ସେ କୌଣସି କାରଣବଶତଃ ହାଜର ହୋଇ ନ ପାରିଥିବାରୁ ଆଜି କୋର୍ଟ ଯାଇ ଆତ୍ମସମର୍ପଣ କରିଛନ୍ତି। ତେବେ ନିର୍ଦ୍ଧାରିତ ତାରିଖରେ କୋର୍ଟରେ ହାଜର ହୋଇନଥିବାରୁ ତାଙ୍କ ବିରୁଦ୍ଧରେ ଗିରଫ ବିହୀନ ପରୱାନା ଜାରି ହୋଇଥିଲା। ତେଣୁ ସେ ଯେକୌଣସି ମୁହୂର୍ତ୍ତରେ ଗିରଫ ହୋଇପାରିଥାନ୍ତେ। ଏହା ପୂର୍ବରୁ ଜୟନାରାୟଣ ମିଶ୍ର ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଏହାପରେ କୋର୍ଟରେ ନିଜ ପକ୍ଷ ରଖିଥିଲେ ଜୟନାରାୟଣ ମିଶ୍ର। 50,000 ଟଙ୍କା, 2 ଜଣ ଜାମିନଦାର ଓ କିଛି ସର୍ତ୍ତ ଆଧାରରେ ତାଙ୍କୁ ଜାମିନ ମିଳିଛି। 2018 ମସିହାରେ ଦିଲେଶ୍ୱର ହତ୍ୟାକାଣ୍ଡରେ ତାଙ୍କ ନାଁରେ ଚାର୍ଜ ଫ୍ରେମ୍ ହୋଇଥିବା ବେଳେ ଖୁବ୍ ଶୀଘ୍ର ଏହି ଘଟଣାରେ ଶୁଣାଣି ଆରମ୍ଭ ହେବ।